ଅନେକ ବର୍ଷ ଧରି ଗୋଟିଏ କଇଁଚ ଆଉ ଦୁଇଟି ହଂସ ଏକ ଜଳାଶୟରେ ରହୁଥିଲେ। ବର୍ଷେ ଅନାବୃଷ୍ଟି ହେବାରୁ ଜଳାଶୟଟି ଶୁଖିଗଲା। ହଂସ ଦୁହେଁ କୁହାକୁହି ହେଲେ, ପାଣି ବିନା ତ ଆମେ ରହିପାରିବା ନାହିଁ। ଚାଲ ଜଲ୍ଦି ନୂଆ ଜଳାଶୟଟିଏ ଖୋଜିବା। ଏହି କ୍ଷଣି ଏଠାରୁ ବାହାରିଯିବା। ସେମାନଙ୍କ ଯିବା କଥା ଶୁଣି କଇଁଚ ଭୟରେ ଥରିଲା। ବନ୍ଧୁତାର ରାଣ ଦେଇ ନିୟମ ପକାଇ ତାକୁ ଛାଡ଼ି ନ ଯିବାକୁ କହିଲା। କ'ଣ ଆଉ କରାଯିବ? ଏଠି ରହିଲେ ଆମେ ମରିବୁ। ତୁମର ତ ଡେଣା ନାହିଁ, ତୁମକୁ ବା ସାଥିରେ କେମିତି ନେବୁ? ହଂସମାନେ କହିଲେ। ତଥାପି କଇଁଚ ବହୁତ କାକୁତି ମିନତି କଲା। ଶେଷକୁ ହଂସମାନେ କହିଲେ, ପ୍ରିୟ ବନ୍ଧୁ, ଯାତ୍ରା କାଳରେ କଥା ପଦିଏ ନ କହିବାକୁ ଯଦି ତୁମେ ନିୟମ କର, ତେବେ ତୁମକୁ ଆମେ ସାଥିରେ ନେବୁ। ଜାଣିଥାଅ, ଯଦି ପାଟି ଖୋଲିବ, ତେବେ ସହସା ତଳେ ପଡ଼ି ମରିଯିବ। କଇଁଚ ଜବାବ ଦେଲା, ହଁ, ଡର ନାହିଁ। ମୁଁ ଜମା ବି ପାଟି ଖୋଲିବି ନାହିଁ। ପୁରା ଚୁପ୍ ରହିବି। ଏଇ ଶୁଖିଲା ପୋଖରୀରେ ଏକା ଏକା ମରିବାଠାରୁ ଆଦୌ ପାଟି ନ ଖୋଲିବା ବରଂ ଭଲ। ହଂସମାନେ ମଜବୁତିଆ ବାଡ଼ି ଖଣ୍ଡେ ଆଣିଲେ। କଇଁଚକୁ ସେମାନେ କହିଲେ ବାଡ଼ିର ମଝିରୁ କାମୁଡ଼ି ଧରିବା ପାଇଁ। ତାପରେ ଦୁହେଁ ବାଡ଼ିର ଦୁଇ ମୁଣ୍ଡ କାମୁଡ଼ି ଧରି ଆକାଶରେ ଉଡ଼ିଲେ। କେତେ କୋଶ ନିରାପଦରେ ଗଲା ପରେ ବାଟରେ ଗାଁଟିଏ ପଡ଼ିଲା। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ହଂସ ଦୁଇଟି କଇଁଚକୁ ନେଉଥିବାର ଏଭଳି କୌତୁକିଆ ଦୃଶ୍ୟ ଦେଖି ଗାଁ ଲୋକମାନେ ହସି ହସି ବଡ଼ ପାଟିରେ କହିଲେ, ଜୀବନରେ କେବେ ଏମିତିକା ଦୃଶ୍ୟ ଦେଖିଛ? ଦେଖ ଦେଖ, କେତେ ନିର୍ବୋଧ କଇଁଚଟିଏ। ଏସବୁ ଶୁଣି କଇଁଚ ଖୁବ୍ ଜୋରରେ ରାଗିଗଲା। ପରିହାସ ସହି ନ ପାରି ଶେଷରେ ସେ ଚଢ଼ା ଗଳାରେ ଜୋରରେ ରାଗିଯାଇ ପାଟି କଲା। ତାପରେ ଆଉ ହବ କ'ଣ? ଆଉ କିଛି କହିବା ଆଗରୁ କଇଁଚ ଏକାଥରକେ ତଳେ ପଡ଼ି ଛତୁ ହୋଇଗଲା।